ଓଡ଼ିଶାର ସମସ୍ତ ଶିଶु ସାହିତ୍ୟିକ ବିଶେଷକରି ଭୁବନେଶ୍ୱର ରହୁଥିବା ଶିଶୁ ଲେଖକ ଲେଖିକା ବନ୍ଧୁମାନଙ୍କୁ ମୁଁ ସୂଚନା ଦେବାକୁ ଚାହେଁ ଯେ ଆଗାମୀ କର୍ମଶାଳା ଅର୍ଥାତ୍ ଅରୁଣ ତରୁଣ ତରଫରୁ ଯେଉଁ ଆୟୋଜିତ ହେଉଥିବା ଶିଶୁ ସାହିତ୍ୟ ପଞ୍ଚାୟତ କାର୍ଯ୍ୟକ୍ରମ ଚତୁର୍ଥ ପର୍ଯ୍ୟାୟ ଆମର ଏଇ ନୀଳାଦ୍ରି ବିହାର ଶୈଳଶ୍ରୀ ବିହାର ଛକ ପାଖରେ ଥିବା ଲୁମ୍ବିନୀ ବିଦ୍ୟାଳୟରେ ଅନୁଷ୍ଠିତ ହେବ ଆଗାମୀ 20 ତାରିଖ ଅର୍ଥାତ୍ ତୃତୀୟ ଶନିବାର 20 ଏପ୍ରିଲ ଏଇଟା ହେବ ଚତୁର୍ଥ ଶିଶୁ ସାହିତ୍ୟ ପଞ୍ଚାୟତ। ଏଥିରେ ଯେଉଁ ଲେଖକମାନେ ଲେଖାଲେଖି କରୁଛନ୍ତି ସେମାନଙ୍କୁ କିଛି ଯାହାକି ଲେଖାଲେଖି ପାଇଁ ଯେଉଁ ଉପାୟ ଦରକାର କିଛି ବତେଇ ଦିଆଯିବ। ଯେଉଁମାନେ ଜାଣିଛନ୍ତି ସେମାନେ ବତେଇବେ, ଯେଉଁମାନେ ଜାଣିବାକୁ ଆଗ୍ରହୀ ସେମାନେ ଜାଣିବାକୁ ସୁଯୋଗ ପାଇବେ। ଏହାର ଅର୍ଥ ହେଲା ଜାଣିଥିଲେ ଜଣାନ୍ତୁ, ନ ଜାଣିଥିଲେ ଜାଣନ୍ତୁ, ଶିଖିଥିଲେ ଶିଖାନ୍ତୁ, ନ ଶିଖିଥିଲେ ଶିଖନ୍ତୁ। ଏଇସବୁ ଜିନିଷ ଆମର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଏଥିରେ ଯେକୌଣସି ଲୋକ ମାଗଣାରେ କୌଣସି ଚାନ୍ଦା ଦେବାକୁ ପଡ଼େ ନାହିଁ। ଏଥିପାଇଁ ସେମାନେ ଆସିବେ, ତାଙ୍କର ଲେଖାଟିକୁ ଧରିକି ଏଠି କବିତା ପାଠ କରିବେ ଏବଂ ଗଳ୍ପ ପାଠ କରିପାରିବେ। ଯଦି କିଛି ଅନ୍ୟ ଛୋଟ ନାଟକ ଥାଏ ତାକୁ ମଧ୍ୟ ପାଠ କରିପାରିବେ। 5 ଜଣ ବିଶିଷ୍ଟ ଅନୁଭୂତି ସମ୍ପନ୍ନ ଏବଂ ଅଭିଜ୍ଞ ଲେଖକଙ୍କ ଦ୍ୱାରା ସେଗୁଡ଼ିକ ସଂଶୋଧିତ ହେବ। ଏ ସୁଯୋଗଟା ଅପୂର୍ବ ସୁଯୋଗ ସେମାନଙ୍କ ପାଇଁ, କାରଣ ଆମେ ଗୋଟେ ଲେଖାଟି ଲେଖି ସାରିଲା ପରେ ତାକୁ ଯେତେବେଳେ ଛାଡ଼ି ଦେଉ ସେଥିରେ ଯେଉଁ ଦୋଷ ତ୍ରୁଟି ରହିଯାଏ ସେମାନେ ନିଜେ ଲେଖକ ଜାଣିପାରନ୍ତି ନାହିଁ। ଆଉ ଅନ୍ୟ 5 ଜଣ ଯଦି ତାକୁ ଦେଖିକି ଯଦି ସଂଶୋଧନ କରିଦେଇଥିବେ ତାଙ୍କର ଦୋଷ ତ୍ରୁଟିଟା ସହଜରେ ଧରା ପଡ଼ିଯାଏ ଏବଂ ସ୍ପଷ୍ଟ ହୋଇଯାଏ, ପରିଷ୍କାର ହୋଇଯାଏ। ତେଣୁ ସୁବିଧା ସେଇଟା ପ୍ରତ୍ୟେକ ଲେଖକ ସେ ଚାହାନ୍ତି କିନ୍ତୁ କହିପାରନ୍ତିନି, ସୁଯୋଗ ପାଆନ୍ତିନି। ଅରୁଣ ତରୁଣ ଅନୁଷ୍ଠାନ ଏହି ସୁଯୋଗଟି ଦେଇ ଚାଲିଛି। ଏଇଟା ଜାନୁଆରୀ 24 ମସିହାରୁ କାର୍ଯ୍ୟକ୍ରମ ଚାଲୁ ରହିଛି। ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ କାମ ସରିଛି ଏବଂ ଏପ୍ରିଲ ମାସର ଏଇ ତୃତୀୟ ଶନିବାର ଅର୍ଥାତ୍ 20 ତାରିଖ ଦିନ ଅନୁଷ୍ଠିତ ହେବ। ଯେଉଁମାନେ ଆଗ୍ରହୀ ସମସ୍ତଙ୍କୁ ତ ଜଣାଉଛି, ଯେଉଁମାନେ ଆଗ୍ରହୀ ଅଛନ୍ତି ସେମାନେ ତ ଆସିବେ, ତାଙ୍କ ସାଙ୍ଗସାଥିମାନଙ୍କୁ ମଧ୍ୟ ଏ ସୂଚନା ଦେବେ। ଯେଉଁମାନେ ଆଗ୍ରହୀ ଅଛନ୍ତି ସେମାନେ ସିଧାସଳଖ ଆସିକି ପହଞ୍ଚିବେ ଏବଂ ତା ପୂର୍ବରୁ ମୋତେ ଟିକେ ଏଇ ଫୋନ୍ ନମ୍ବରରେ ଜଣାଇଲେ ମୁଁ ତାଙ୍କ ପାଇଁ କିଛି ବ୍ୟବସ୍ଥା କରିପାରିବି ବା ତାଙ୍କୁ ଆସିବାର ବାଟ ବତେଇ ଦେଇପାରିବି। ଆପଣମାନଙ୍କୁ ଅନୁରୋଧ ଯେ ମୋ ସହିତ ଯୋଗାଯୋଗ କରିବେ। ଆମର ଫୋନ୍ ନମ୍ବର ଅଛି ସେଇ ଏଇ ନମ୍ବର 7978962534। ଏଇଟା ମୋର ଫୋନ୍ ନମ୍ବର। ଯେତେବେଳେ କୌଣସି ବାଟ ପାଉନାହାନ୍ତି କିମ୍ବା କିଛି ଜାଣିବାକୁ ଚାହୁଁଛନ୍ତି ମୋ ସହିତ ଯୋଗାଯୋଗ କରିବେ। ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଚେଷ୍ଟା କରିବେ, ଯାହାଫଳରେ ଆମର ଉଦ୍ଦେଶ୍ୟଟା ସଫଳ ହେବ। ଏହା କୌଣସି ପ୍ରଚାର ଧର୍ମୀୟ ଅନୁଷ୍ଠାନ ନୁହେଁ କିମ୍ବା କୌଣସି କାହାଠାରୁ ଟଙ୍କା ପଇସା ନେବାର ଅନୁଷ୍ଠାନ ନୁହେଁ। ଆପଣ ଆସିବେ, ଆପଣଙ୍କ ସୁବିଧା ପାଇଁ ଏ କାର୍ଯ୍ୟକ୍ରମ ରହିଛି। ଏ ସୁଯୋଗ ଅଧିକରୁ ଅଧିକ ନେବେ, ଏତିକି ମୋର କହିବାର କଥା। ତେବେ ଧନ୍ୟବାଦ, ନମସ୍କାର।